হয়েছে বর্তমান কন্যাটির নামকরণ করা কি অছায় কন্যাটি বলে আসলা কন্যা কইকে দেখন্তু তারপরে মেষ বৃষ কর্কট মীন সব কইব মানে জন্মা এ ভলি বল এইটি মহিমা হ্যাঁ ଆପଣଙ୍କ କନ୍ୟାଟି ଅତି ସୁନ୍ଦର ହେଇଥିବାରୁ ତାର ଦେହଟି ବହୁତ ସୌନ୍ଦର୍ଯ୍ୟମୟ ହେଇଥିବାରୁ ମୁଖଟା ସୁନ୍ଦର ସୁନ୍ଦର ହେଇଥିବାରୁ ହଁ ମୁଁ ତାର ନାମଟି ଦଉଛି ରତ୍ନ। ଓହୋ ମୁଖଟା ହଉଛି ରତ୍ନାବତୀ ଆଜ୍ଞା ତେଣୁ ମୋ ନାଁଟି ହେଲା ରତ୍ନାବତୀ ଯାଉ ବଡ଼ ଆନନ୍ଦ ଲାଗିଲା ରତ୍ନାବତୀ ହିଁ କନ୍ୟାଟିର ନାମ ଆଜ୍ଞା ହେଲେ ମାମା ଆଉ କନ୍ୟାର ଟିକେ ଭବିଷ୍ୟତ ବିଷୟରେ କହିବୁ କଳ ଅଛି ନାଗ ଅଛି ହଁ ସବୁ ଠିକ୍ ଠାକ୍ ଥାଏ କ'ଣ ହେଇଛି ଗୋଟେ ଅସୁବିଧା ହେଇଛି କ'ଣ ଅସୁବିଧା ଅଛି ସେ କନ୍ୟା ଯେତେବେଳେ ବିବାହ ଯୌବନ କଥା ବଡ଼ ଦୋଷ ଅଛି ଗଣ୍ଡ ଦୋଷ ଆଚ୍ଛା ଆଚ୍ଛା ସେ ଗଣ୍ଡ ଦୋଷଟା ମୁଁ କହୁଛି ଶୁଣୁ ହଁ ଚଲ ଆଜ୍ଞା ସେଇ ସମୟରେ ଗଣକ ମହୋଦୟ କହିଲେ ନା ତୁମ କନ୍ୟାର ଭାଗ୍ୟରେ ଗଣ୍ଡଦୋଷ ଥିବାରୁ ତୁମ କନ୍ୟା ଉପଯୁକ୍ତ ବୟସରେ ପଦାର୍ପଣ କରିବ ସୁନ୍ଦର ବରପାତ୍ରଟିଏ ଯୋଗାଡ଼ କରି ଆପଣ ବିବାହ ଦେବେ ବରପାତ୍ର ସହିତ ତୁମ କନ୍ୟା ଯେତେବେଳେ ହସ୍ତଗଣି ସମାପନ ହେବ ତୁମ କନ୍ୟା ହେବ ବିବାହ ବିଧବା ମହାରାଜ ଆପଣ ହେଲେ ମୋର ଅନ୍ନଦାତା ଆପଣ ହେଲେ ରାଜ୍ୟର ରାଜା କନ୍ୟାଙ୍କର ନାମ ବର୍ତ୍ତମାନ ମୁଁ ହେଉଛି କେବଳ କନ୍ୟାଟିର ପିତା ମୋତେ ରାଜା କୁହନ୍ତୁ ନାହିଁ ମହିମା ମୁଁ ଯେତେ ଥର ବର୍ଣ୍ଣନା କଲେ ମଧ୍ୟ